ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ଆଜି ସତ୍ୟାନୁସରଣର ଆଉ ଗୋଟିଏ ବାଣୀକି ଆଲୋଚନାରେ ରଖିବା। ହଟିଯିବାଟା ବରଂ ଦୁର୍ବଳତା ନୁହେଁ, କିନ୍ତୁ ଚେଷ୍ଟା ନ କରିବା ହିଁ ଦୁର୍ବଳତା। ତୁମେ କୌଣସି କିଛି କରିବାକୁ ପ୍ରାଣପଣେ ଚେଷ୍ଟା କରି ମଧ୍ୟ ଯଦି ବିଫଳ ମନୋରଥ ହୁଅ, କ୍ଷତି ନାହିଁ। ତୁମେ ଛାଡ଼ ନାହିଁ। ଏହି ଅମ୍ଳାନ ଚେଷ୍ଟା ହିଁ ତୁମକୁ ମୁକ୍ତି ଆଡ଼କୁ ନେଇଯିବ। ଏହା ମଣିଷକୁ ସଂଘର୍ଷ କରିବା ପାଇଁ ଏକ ମହାନ ଆଧ୍ୟାତ୍ମିକ ଓ ବ୍ୟବହାରିକ ପ୍ରେରଣା ଦିଏ। କୌଣସି କାମ କରି ସେଥିରେ ଅସଫଳ ହେବା ଦ୍ୱାରା ମଣିଷ ଦୁର୍ବଳ ହୋଇଯାଏ। ଭୟ ବା ଆଳସ୍ୟ ଯୋଗୁଁ ଚେଷ୍ଟା ସୁଦ୍ଧା ନ କରିବା ହେଉଛି ପ୍ରକୃତ ଦୁର୍ବଳତା ଏବଂ ପାପ। ଠାକୁର କହିଛନ୍ତି, କ୍ଷତି ନାହିଁ। ଯଦି ଆପଣ ନିଜର ଶତଚେଷ୍ଟା କରି ବିଫଳ ହୋଇଛନ୍ତି, ତେବେ ମନ ଦୁଃଖ କରନ୍ତୁ ନାହିଁ। ଚେଷ୍ଟା କରିବା ଦ୍ୱାରା ଆମର ଅଭିଜ୍ଞତା ଓ ଆତ୍ମବଳ ବଢ଼େ। ତେଣୁ ସେଠାରେ କୌଣସି କ୍ଷତି ହୁଏ ନାହିଁ। ଅମ୍ଳାନ ଚେଷ୍ଟା ଅର୍ଥାତ୍ ନିଷ୍ଠାପର ଏବଂ କେବେ ହେଲେ ମଳିନ ନ ହେଉଥିବା ପ୍ରୟାସକୁ ହିଁ ବୁଝାଏ। ଠାକୁର କହିଛନ୍ତି, ତୁମେ ଛାଡ଼ ନାହିଁ। ଫଳାଫଳ ଯାହା ବି ହେଉ, ନିରନ୍ତର ଚେଷ୍ଟା ଜାରି ରଖିବା ହିଁ ଉଚିତ। ଏହି ପବିତ୍ର ପ୍ରୟାସ ହିଁ ମଣିଷକୁ ତାର ମୁକ୍ତି ଆଡ଼କୁ ନେଇଯିବ। ଗୋଟିଏ ପୌରାଣିକ ଉଦାହରଣ ଦେବି। ରାମାୟଣରେ ମା ସୀତାଙ୍କୁ ଖୋଜିବା ସମୟରେ ଅଙ୍ଗଦ, ହନୁମାନ ଓ ବାନର ସେନା ସମୁଦ୍ର କୂଳରେ ପହଞ୍ଚି ନିରାଶ ହୋଇପଡ଼ିଥିଲେ। ସେମାନେ ଭାବୁଥିଲେ ଯେ ସେମାନେ ହାରିଗଲେ। ସେହି ସମୟରେ ବୃଦ୍ଧ ଏବଂ ଡେଣାହୀନ ପକ୍ଷୀ ସମ୍ବାଦୀ ସେମାନଙ୍କୁ ଭେଟିଲା। ସେ ଉଡ଼ିବାକୁ ଅକ୍ଷମ ଥିଲା, କିନ୍ତୁ ସେ ନିଜର ସମସ୍ତ ଦୂରଦୃଷ୍ଟି ଶକ୍ତି ଲଗାଇ ସମୁଦ୍ର ଆରପାରିରେ ସୀତା ଥିବାର ସୂଚନା ଦେଲା। ଏହି ଛୋଟ ଚେଷ୍ଟା ସମଗ୍ର ବାନର ସେନାକୁ ନୈରାଶ୍ୟରୁ ମୁକ୍ତି ଦେଇଥିଲା ଏବଂ ପ୍ରଭୁ ରାମଙ୍କର କାର୍ଯ୍ୟ କରିବା ପାଇଁ ସଫଳ ହୋଇଥିଲା। ଆଉ ଗୋଟିଏ ରହିଛି, ମହାରାଜା ଭଗୀରଥ ଓ ଗଙ୍ଗା ଯେଉଁ ଅବତରଣ କରିଥିଲେ। ନିଜ ପୂର୍ବପୁରୁଷଙ୍କ ଆତ୍ମାର ମୁକ୍ତି ପାଇଁ ଭଗୀରଥ ସ୍ୱର୍ଗରୁ ଗଙ୍ଗାକୁ ମର୍ତ୍ତ୍ୟକୁ ଆଣିବାକୁ ଚାହୁଁଥିଲେ। ଏହା ଏକ ଅସମ୍ଭବ କାର୍ଯ୍ୟ ଥିଲା, କିନ୍ତୁ ଭଗୀରଥ ପ୍ରଥମ ଚେଷ୍ଟାରେ ବିଫଳ ହୋଇଥିଲେ। ସେ ହାର ମାନିନଥିଲେ। ସେ କଠୋର ତପସ୍ୟା କଲେ ଓ ପ୍ରଥମେ ବ୍ରହ୍ମା ଓ ପରେ ଶିବଙ୍କୁ ପ୍ରସନ୍ନ କଲେ। ଭଗୀରଥଙ୍କର ଏହି ନିରନ୍ତର ପ୍ରୟାସକୁ ଆଜି ବି ଭଗୀରଥ ପ୍ରୟାସ ବୋଲି କୁହାଯାଏ। ସେ ବିଫଳତାକୁ ଡରି ଚେଷ୍ଟା ଛାଡ଼ି ନଥିଲେ, ଯାହା ଶେଷରେ ତାଙ୍କ ପୂର୍ବପୁରୁଷଙ୍କୁ ମୁକ୍ତି ଦେଇଥିଲା। ସେଥିପାଇଁ ଠାକୁର ଆମକୁ ଅତି ସରଳ ଉପାୟରେ କହିଛନ୍ତି, ଯଜଞ୍ଚାଜ ଇଷ୍ଟବୃତ୍ତି ସ୍ୱସ୍ତୈନି ସଦାଚାର। ପଞ୍ଚନୀତି କଲେ ହିଁ ଆମେ ଏସବୁ ଭିତରକୁ ଆପେ ଆପେ ଟାଣି ହୋଇଯିବା। ଜୟ ଗୁରୁ।